ଭାରତୀୟ ଜାତୀୟ ସଙ୍ଗୀତ ଜନଗଣ ମନର ରଚୟିତା କିଏ? ଉତ୍ତର ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର। ଭାରତୀୟ ଜାତୀୟ ସଙ୍ଗୀତର ମୂଳ କବିତା କେଉଁ ଭାଷାରେ ଲେଖା ହୋଇଥିଲା ଏବଂ ଏହାର ନାମ କ'ଣ ଥିଲା? ଉତ୍ତର ଭାରତୀୟ ଜାତୀୟ ସଙ୍ଗୀତର ମୂଳ କବିତା ବଙ୍ଗାଳୀ ଭାଷାରେ ଲେଖା ହୋଇଥିଲା ଏବଂ ଏହାର ନାମ ଥିଲା ଭାରତ ଭାଗ୍ୟ ବିଧାତା। ଭାରତ ଭାଗ୍ୟ ବିଧାତା କବିତା କେଉଁ ପତ୍ରିକାରେ ପ୍ରଥମ ଥର ପାଇଁ ପ୍ରକାଶିତ ହୋଇଥିଲା? ଉତ୍ତର ଭାରତ ଭାଗ୍ୟ ବିଧାତା କବିତା ପ୍ରଥମେ ତତ୍ତ୍ୱବୋଧିନୀ ପତ୍ରିକାରେ ପ୍ରଥମ ଥର ପାଇଁ ପ୍ରକାଶିତ ହୋଇଥିଲା। ଏହା ଫେବୃଆରୀ 1905 ମସିହାରେ ପ୍ରକାଶିତ ହୋଇଥିଲା। ଜନଗଣ ମନ କେବେ ସର୍ବସାଧାରଣ ସମ୍ମୁଖରେ ଗାନ କରାଯାଇଥିଲା? ଉତ୍ତର 27 ଡିସେମ୍ବର 1911 ମସିହାରେ ଜନଗଣ ମନ ଜାତୀୟ କଂଗ୍ରେସର ସମ୍ମିଳନୀରେ ସର୍ବସାଧାରଣଙ୍କ ସମ୍ମୁଖରେ ଗାନ କରାଯାଇଥିଲା। ଜନଗଣ ମନ କେବେ ଭାରତର ଜାତୀୟ ସଙ୍ଗୀତ ଭାବରେ ଗ୍ରହଣ କରାଗଲା? ଉତ୍ତର 24 ଜାନୁଆରୀ 1950 ମସିହାରେ ଭାରତର ସମ୍ବିଧାନ ସଭା ଦ୍ୱାରା ଜନଗଣ ମନ ଭାରତର ଜାତୀୟ ସଙ୍ଗୀତ ଭାବରେ ଗ୍ରହଣ କରାଯାଇଥିଲା। ଜାତୀୟ ସଙ୍ଗୀତ ଜନଗଣ ମନ କେତେ ସମୟ ମଧ୍ୟରେ ଗାନ କରାଯିବା ଆବଶ୍ୟକ? ଉତ୍ତର 52 ସେକେଣ୍ଡ। ଜାତୀୟ ସଙ୍ଗୀତ ଜନଗଣ ମନ 52 ସେକେଣ୍ଡ ମଧ୍ୟରେ ଗାନ କରାଯିବା ଆବଶ୍ୟକ। ଜନଗଣ ମନ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମଧ୍ୟରେ କ'ଣ ସମ୍ପର୍କ ଥିଲା? ଉତ୍ତର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜନଗଣ ମନକୁ 1942 ମସିହାରେ ଭାରତର ଜାତୀୟ ସଙ୍ଗୀତ ଭାବରେ ଗ୍ରହଣ କରିଥିଲେ।